ବାଣୀ ସଂଯମ। ମହାଭାରତର ରଚନାର ଶେଷ ଶ୍ଲୋକ ମହର୍ଷି ବ୍ୟାସ କରିସାରିବା ପରେ ଗଣେଶ ତାହା ଭୋଜପତ୍ରରେ ଲେଖିଦେଲେ। ମହର୍ଷି କହିଲେ, ବିଘ୍ନେଶ୍ୱର, ତୁମେ ଧନ୍ୟ, ତୁମର ଲେଖନୀ ଧନ୍ୟ। କିନ୍ତୁ ସବୁଠାରୁ ବିସ୍ମୟକାରୀ କଥାଟି ହେଲା, ଆପଣଙ୍କ ମୌନବ୍ରତ। ଦୀର୍ଘ ଦିନ ତୁମେ ମୋ ପାଖରେ ରହିଲ। ଏହି ସମୟ ମଧ୍ୟରେ ମୁଁ ଲକ୍ଷ ଲକ୍ଷ ଶବ୍ଦ କହିଛି, ହେଲେ ଆପଣଙ୍କ ମୁଖରୁ ଗୋଟିଏ ହେଲେ ଶବ୍ଦ ଶୁଣିପାରିଲି ନାହିଁ। ଏହି ପ୍ରସଙ୍ଗରେ ଗଣେଶ କହିଲେ, କୌଣସି ଦ୍ୱୀପରେ ଅଧିକ ତେଲ ଅଛି ତ ଆଉ କେଉଁ ଦ୍ୱୀପରେ କମ୍, କିନ୍ତୁ କୌଣସି ଦ୍ୱୀପରେ ତେଲର ଅସରନ୍ତି ଭଣ୍ଡାର ନାହିଁ। ସେହିଭଳି ଦେବ, ଦାନବ ଆଦି ଯେତେ ଦେହଧାରୀ ଅଛନ୍ତି, ସମସ୍ତଙ୍କ ପ୍ରାଣଶକ୍ତି ସୀମିତ ଅଟେ। କାହାର କମ୍, କାହାର କଷ୍ଟ ଅଧିକ, କିନ୍ତୁ ଅସୀମ କାହାରି ନୁହେଁ। ଏହି ପ୍ରାଣଶକ୍ତିର ପୂରା ଲାଭ ସେହି ପାଇଥାଏ, ଯିଏ ସଂଯମତା ଅବଲମ୍ବନ କରେ। ସଂଯମତା ହିଁ ସମସ୍ତ ଶକ୍ତିର ଆଧାର। ଏହି ସଂଯମତାର ପ୍ରଥମ ପାହାଚ ହେଲା ବାଣୀ ସଂଯମ। ବାଣୀ ସଂଯମ ଫଳରେ ଅନର୍ଥ ପରମ୍ପରା ବିଲୟ ଘଟେ। ବାଣୀ ସଂଯମ ଫଳରେ ଅନର୍ଥ ପରମ୍ପରାର ବିଲୟ ଘଟେ। ତେଣୁ ମୁଁ ମୌନ ଅବଲମ୍ବନ କରୁଛି। ପୁଣି ଦେଖା ହେବ ଆଉ ଏକ ନୂତନ ଭିଡ଼ିଓରେ। ସେବେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ।